ଇଏ ହେଉଛି ଭୋକିଲା ପେଟର ବିକଳ କରୁଣ ଚିତ୍ର। ଅଳିଆ ଆବର୍ଜନା ଭିତରୁ ପଚାସଢ଼ା ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ଏହି ଯୁବକ। ଏପରି ବିଚଳିତ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟି ବ୍ଲକ ବୈଶିଙ୍ଗା ଅଞ୍ଚଳରେ। ଭୋକରେ ଆଉଟୁ ପାଉଟୁ ହେଉଥିବା ଏହି ଯୁବକ ଜଣକ ଅଳିଆ ଗଦା ଭିତରେ ଖୋଜୁଛନ୍ତି ଖାଦ୍ୟ। କୁଢ଼ କୁଢ଼ ଅଳିଆ ଆବର୍ଜନା ରହିଥିବା ସ୍ଥାନରୁ ପଚାସଢ଼ା ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି। ଆଉ ରାସ୍ତା ପାର୍ଶ୍ୱରେ ଗୋରୁ ଗାଈ ପକ୍ଷୀଙ୍କ ପିଇବା ପାଇଁ ରଖାଯାଇଥିବା ପାଣି କୁଣ୍ଡରୁ ପାଣି ପିଇ ନିଜର ଶୋଷ ମେଣ୍ଟାଉଛନ୍ତି। ତେବେ ଏହିଭଳି ଲୋକମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ରହିଥିବା ସତ୍ତ୍ୱେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯୁବକ ଜଣକ ହୁଏତ ମାନସିକ ବିକୃତ କିମ୍ବା ଭୋକ ଜ୍ୱାଳାରେ ପଚାସଢ଼ା ଖାଦ୍ୟ ଖାଉଥିବା ଅନୁମାନ କରାଯାଉଛି। ଏହି ଯୁବକ ଜଣକ ଦୀର୍ଘ ଦିନ ଧରି ବୈଶିଙ୍ଗା ଅଞ୍ଚଳରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। ଆଉ ଦୁର୍ଗନ୍ଧଯୁକ୍ତ ଅଳିଆ ଆବର୍ଜନା ଭିତରେ ପେଟର ଭୋକ ପାଇଁ ଘାଣ୍ଟି ଘାଣ୍ଟି ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି। ସ୍ଥାନୀୟ ଲୋକମାନେ ତାଙ୍କୁ କିଛି ଖାଦ୍ୟ ଦେଲେ ବା କିଛି କଥା ପଚାରିଲେ ସେ ଖାଦ୍ୟ ଗ୍ରହଣ ନ କରି କିଛି କଥା ନ କହି ଚାଲିଯାଆନ୍ତି। ତେଣୁ ସ୍ଥାନୀୟ ପ୍ରଶାସନ ଏହି ଯୁବକକୁ ଉଦ୍ଧାର କରି ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ସହ ଥଇଥାନ କରିବାକୁ ସାଧାରଣରେ ଦାବି ହେଉଛି। ବୈଶିଙ୍ଗା ଅଞ୍ଚଳର ମୁଁ ବାସିନ୍ଦା। ତ ଆମେ ଏବେ ଆଜିକି 4-5 ବର୍ଷ ହେଲା ଏଇ ଯେଉଁ ଯୁବକଟା ବୁଲୁଛନ୍ତି, 4-5 ବର୍ଷ ହେଲା ସିଏ ଏଇ ବଜାର ବୁଲୁଛନ୍ତି। ତ ସେ ଯୁବକ କ'ଣ ଖାଉଛି, କ'ଣ ରହୁଛି, କେଉଁଠି ରହିବା ତ ତାର ତ କିଛି ଠିକଣା ନାହିଁ। ଏଇ ବଜାର ଭିତରେ ସିଏ କେଉଁଠି କେତେବେଳେ କେଉଁ ଅଳିଆ କଡ଼ରେ କି କେଉଁ ଦୋକାନ କଡ଼ରେ ସିଏ ଶୋଉଛନ୍ତି। ତ ଆମେ ଯେହେତୁ ବଜାର ଭିତରେ ଆମେ ତାକୁ ଦେଖୁଛୁ, ସିଏ କେଉଁଠି ଅଳିଆ ଗୁଡ଼ାକ ପକାଉଛନ୍ତି, ସେଗୁଡ଼ାକୁ ସିଏ ଖାଉଛି। ଯୁବକଟା କେଉଁଠିକାର ଆମେ ଯେତେ ପଚାରିଲା ପରେ ବି ସିଏ ଆମକୁ କିଛି ଉତ୍ତର ଦେଉନାହିଁ କି ଆମ ସହିତ କିଛି କଥାବାର୍ତ୍ତା କରୁନାହାନ୍ତି। ତ ଏତିକି ଆମେ ସରକାରଙ୍କୁ ନେହର କରିବୁ। ତ ଯେମିତି ହେଲେ ଏଇ ଯୁବକ ପାଇଁ ଯେକୌଣସି ଗୋଟେ ସୁବିଧା ଦେଇକି ତାକୁ ଯଦି କିଛି ଟ୍ରିଟମେଣ୍ଟ କରିବା ପାଇଁ ତାଙ୍କୁ କୌଣସି ସରକାର ତରଫରୁ ତାକୁ ଗୋଟେ ସୁବିଧା ଦେଇଥିଲେ ଭଲ ହେଇଥାନ୍ତା। ତ ଏତିକି ଆମେ ନେହର କରୁଛୁ। ସିଏ ଯେହେତୁ ଆମ ବୈଶିଙ୍ଗା ଅଞ୍ଚଳରେ 4-5 ବର୍ଷ ହେଲାଣି ସେ ବୁଲୁଛନ୍ତି। ଆଚ୍ଛା, କେହି ଲୋକ ସେମିତି ତାକୁ ଖାଇବା କିଛି ଦିଅନ୍ତିନି? ତାକୁ ଦିଅନ୍ତି, ସିଏ ସେଗୁଡ଼ାକୁ ଖାଉନାହାନ୍ତି। ସିଏ ଆମେ ସେତିକି ଆମେ ଜାଣିପାରୁଛୁ ଯେ ଇଏ ତାଙ୍କ କି ମୁଣ୍ଡ ଖରାପ ଥିବ କି କେଉଁ ଭଳିଆ ହେଇଛନ୍ତି ଆମେ ତ ଜାଣିପାରୁନୁ। ଆମେ ତାକୁ ଯେତେ ପଚାରିଲା ପରେ ବି ସିଏ ଆମକୁ କିଛି ଦେଉନାହାନ୍ତି, କିଛି କଥା ବି କହୁନାହାନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟିରୁ ଜଗନ୍ନାଥ ହେମ୍ରମଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।